ଅଧିକା ସୁନ୍ଦରୀ ଲାଗନ୍ତି। ମୁଁ କହିବି ସେଇଟା ତମ ପୁରୁଷ ଜାତିର ଦୋଷ। ଆମ ପୁରୁଷ ଜାତିର ଦୋଷ। ଶେଷ ପ୍ରଶ୍ନ, ତୃତୀୟ ପ୍ରଶ୍ନ, ତମ ଝିଅ ପିଲାମାନେ ଜାଣିଛ ଜଣେ ପୁରୁଷ ବିବାହିତ ତାର ସ୍ତ୍ରୀ ଅଛି, ଜାଣିଛ ତା ସ୍ତ୍ରୀ ଅଛି, ତାପରେ ବି ତମେ କାହିଁକି ତା ପଛରେ ପଡ? ନା ନା, ନିଜ ଉପରୁ ପ୍ରେସର ଆସିଲେ କହିପାରିବନି, ଆଠେଇକି ପଡିବ। ମୁଁ ଜାଣିନି, ମୁଁ ଜାଣେ ତମେ କହିପାରିବନି। ଆଗେ ତୁ କହିବୁ। କହିବ ଯଦି ନା ତମର ସବୁ ପ୍ରଶ୍ନର ଉତ୍ତର ମୁଁ ଗୋଟି ଗୋଟି କରି ଦେଇଦେବି। ନା ପାଠ ପଢୁଆ ପିଲାଟା ଧାଡି ଦେଖିଦେଲାକୁ ଡେଇଁକି ଧାଇଛି ଆଉ। ଆଚ୍ଛା କହିଲ ବୁଲବା ଯେମିତି ଇନ୍ଦିରା ଗାନ୍ଧୀ ଷ୍ଟାଚୁ ହେଇଛି। ଆଚ୍ଛା କହିଲ ନିଜ ସ୍ତ୍ରୀ ଯେତେ ସୁନ୍ଦରୀ ଥିଲେ ବି ଏଟା ପର ସ୍ତ୍ରୀ କାହିଁକି ଅଧିକା ସୁନ୍ଦରୀ ଲାଗନ୍ତି? ମୁଚିକି ଆସିକି ସ୍ଲୋରେ ଓହ୍ଲଉଛି ବା। କୁକୁର 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 ଦୁଇ ପ୍ରକାର। ମାଇ ଓଡିଆ ନା, ଧଳା କଳା ନା, ଆଉ ପୋଷା କୁକୁର, ବୁଲା କୁକୁର। ପୋଷା କୁକୁର ଦାଣ୍ଡର ସିଏ ଘର ଜଗେ, ମାଲିକ ଯାହା ଖାଇବାକୁ ଦିଏ ସେ ଖାଏ। ଏଟା ବନ୍ଧା ହେଇଛି ଦିଆ ବୋଲି। କିନ୍ତୁ ବୁଲା କୁକୁରର ପ୍ରକୃତି ସେ ବାର ଦ୍ୱାର ବୁଲେ, ଅଇଁଠା ପତ୍ର ଚାଟେ, ମାଡ଼ ବି ଖାଏ। ସେଇଟା ତାର ପ୍ରକୃତି। ଯୋଉ ସ୍ୱାମୀ ମାନଙ୍କର ନିଜର ସ୍ତ୍ରୀ ଥାଇ ବି ବାରମ୍ବାର ସାଜି ପର ସ୍ତ୍ରୀଙ୍କ ପ୍ରତି ଆକର୍ଷିତ ହୁଅନ୍ତି ସେମାନଙ୍କୁ କଣ କୁହାଯାଏ ଜାଣିଛ? ଅଇଁଠା ଖିଆ କୁକୁର। ମୁଣ୍ଡକୁ ଫଟେଇ ଚିରିଯିବା। ମତେ କମେଣ୍ଟ ମାରୁଛୁ। ମୁଁ ଆସିଛି। ଆଉ ପ୍ରଶ୍ନର ଉତ୍ତର ବାକି ରହିଗଲା ମେହେନ୍ଦି ମ୍ୟାଡାମ। ହେବା ମେହେନ୍ଦି ମ୍ୟାଡାମ, ତାର ପାସ୍ ସରି ନେଇ ଶୁଣି ଦେଇକି ଯାଅ। ପୁରୁଷ ବିବାହିତ ଜାଣିବି ଝିଅମାନେ ସେମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି କାହିଁକି? ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନେ ସେକେଣ୍ଡ ହ୍ୟାଣ୍ଡ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଯେମିତିକି ସେକେଣ୍ଡ ହ୍ୟାଣ୍ଡ ଘଣ୍ଟା, ମୋବାଇଲ, ବାଇକ୍ ସେମାନଙ୍କର ପସନ୍ଦ। କିନ୍ତୁ ସେମାନେ ଜାଣିନଥାନ୍ତି ସେମାନେ ଯୋଉ ଗାଡିକୁ ନିଜର ଭାବି 80 ସ୍ପିଡରେ ଚଲେଇ ଖୁସି ହୁଅନ୍ତି ସେଇ ଗାଡିକୁ ଆଉ ଜଣେ 120 ସ୍ପିଡରେ ଚଲେଇ ସାରିଛି। ପୁରୁଣା ଡ୍ରାଇଭର ଛାଡ଼ିବାକୁ ଯିବ ନା ମୁଁ ଏକା ଯିବି? ଆହୁରି ଗୋଟେ କଥା ହେଇପାରେ। ତାର ସରି ନେଇ ମୁଁ କାହିଁକି ଏକା ଶୁଣିବି? ତମେ ବି ଶୁଣ। ପରସ୍ୱାମୀକୁ ନିଜର କରିବା, ପରଘର ଭାଙ୍ଗିବା ଜଣ ଜଣଙ୍କ ରକ୍ତରେ ଥାଏ। ସେସବୁ ବାପା ମାଙ୍କ ଚରିତ୍ର ଦୋଷରେ ବି ହେଇଥାଇପାରେ। କଣ କହିଦେଲ ଚାଲାଳି? ମେହେନ୍ଦି ପାଖରେ ନାହିଁ। ବୁଲିକି ଦେଖିଲୁ କେମିତି ଫର୍ଚୁନର ଗାଡି ଭଳିଆ ଠିଆ ହେଇଛି। କହୁଛି ମେହେନ୍ଦି ପାଖରେ ନାହିଁ। ଟୋଟାଲ ବମ୍ବେ ଇଲେକ୍ଟ୍ରି ତା ଭିତରେ ଦେଖୁଛି। କହୁଛି ମେହେନ୍ଦି ପାଖରେ। ୟାର ବୁଲବା, ୟାର ଅନଉନ, ଖାଲି ବୁଲି ପଡିକି ତା ଅଣ୍ଟାଟାକୁ ଦେଖ। ଅଣ୍ଟା ଅଣ୍ଟା ଦେଖେଇଦେଲା, ଅଣ୍ଟା ଦେଖେଇଦେଲା, ଅଣ୍ଟା ଦେଖେଇଦେଲା, ଅଣ୍ଟା ଦେଖେଇଦେଲା। ଅଣ୍ଟା ତ ନୁହଁ ଯେମିତି କାଟ୍ରିନା କ୍ୟାଫ୍। ସାମ୍ନା ଦେଖ, ସାମ୍ନା 24 ଚକିଆ ଡମ୍ପର ହେଡଲାଇଟ୍। ଆଖି ନୀଳ ନଈନା ଔଷଧ ଓଠ ତ ନୁହଁ ଯେମିତି ଲିପଷ୍ଟିକ୍ କାରଖାନା କି କହୁଛି ମେହେନ୍ଦି ପାଖରେ ନାହିଁ। ନିଜକୁ ସୁନ୍ଦର କରିବା ପାଇଁ, ନିଜକୁ ଅନ୍ୟକୁ ଆକର୍ଷିତ କରିବା ପାଇଁ ଯୋଉ ନାରୀ ସଜେଇବେ ସେମାନଙ୍କୁ କଣ କୁହାଯାଏ ଜାଣିଛ? ବାରଙ୍ଗନା। ସନ୍ଦେହ ହଉଛି? ଯାଅ ଗୋଟେ କାଗଜ ଆଣି ନିଜର ଆତ୍ମ କାହାଣୀ ଲେଖ। ସେଇ କାହାଣୀ ଜଣକୁ ପଢିବାକୁ ଦେଇ କୁହ ଏଇ ଆତ୍ମ କାହାଣୀର ଶୀର୍ଷକ କଣ ହବ? ସେ ନିଶ୍ଚୟ କହିବ ତାର ଶୀର୍ଷକ ଗୋଟେ ବେଶ୍ୟାର ଆତ୍ମ କାହାଣୀ। ମୋ କାହାଣୀର ଟୁଇଷ୍ଟ ଆଜି ଆସିଗଲ। ମେହେନ୍ଦି ବେଶ୍ୟା, ମେହେନ୍ଦି ବେଶ୍ୟା, ତୁ ସତୀ ସାବିତ୍ରୀ।
ପୋତି ଖାଲି ମୁଁ ଦେଖିବିନି ଏ ଦୁନିଆ ଦେଖିବ ତୋ ଦେହରେ କୋଉଠି ଶକ୍ତି ନଥିଲା ଭିଡ଼ିଓ କ୍ୟାମେରା ଶାଢ଼ୀ ଖୋଲି ଦେଖେଇବ ୟା ଦେହରେ କୋଉଠି ଶକ୍ତି ନଥିଲା এইটা আপে আপে আমার রাস্তার হটি মশারি যা জীবনটা তো মুহূর্তে নিয়ে গেছে তোর ইন্টারন্যাশনাল মুন্ড তো মুন্ড পড়ব বঢ়িয়া কথা কইছো এই গেটঅপ রে গোটে সেলফি নেবা জিনিস না নালি পকাই দেবি ମୁଁ ତ ସ୍ୱାମୀ ମୋ ଧର୍ମ ମୋ କଥା ଟିକେ ଶୁଣୁନି ମୁଁ କଣ କହୁଛି ପୃଥିବୀର ଷଷ୍ଠ ସତୀ